प्रभु जीशु तांको मिनिस्ट्री रे खाइबा पीबाटा परे करुथिले प्रथमे वाक्य देउथिले लोक मानकु। हालेलुया। परे वाक्य खाई तृप्ति हेला परे से शारीरिक खाद्य करुथिले। प्रभु आम संगरे अछंती व्यतिव्यस्त हेबेनी धैर्य सहित बसिबे। प्रभु डायरेक्ट आपणक सहित कथा हेबे। एई 2026 साल रे किभଳି भाबरे जीवन यापन करिबे ताहा प्रभु आपणको सजेस्ट करिबे, कहिबे, आपणको कहिबे, मते कहिबे। एथिबे बहुत जाग्रत आसंदो चक्षु बंद करिबे। दयापूर्वक कि उठी जीवेनी, प्रभु देखुछन्ते। चक्षु बंद करिबे, प्रार्थना करंतो प्रभु मते कथा कह। बुझी पारछन्ते? सरग संपद छाड़ी आसिले भिकारी बेसरे द्वारे भूलिले अनंत जीवन देवाको धन रे अपना पुराण आहुति देले स्वर्ग संपद छाड़ी आसिले भिकारी बेसरे द्वारे भूलिले अनंत जीवन देवाको धन रे अपना प्राण आहुति देले नुआ मने नुआ ज्ञाने আজি भज हे जीशुक नाम नुआ मने नुआ ज्ञाने আজি भज हे जीशुक नाम बंचाई आनिले प्रभु बंचाई आनिले प्रभु देखिबाको दिन আজি भज हे जीशुक नाम আজি भज हे जीशुक नाम स्वर्ग संपद छाड़ी आसिले भिकारी बेसरे द्वारे भूलिले अनंत जीवन देवाको धन रे अपना प्राण आहुति देले जाने आदि भजरे जीशुक नाम मने जाने आदि भजरे जीशुक नाम भाई भजरे जीशुक नाम। प्रेमिक प्रभु तुम पर्याप्त करुणा धन्यवाद करुछु प्रभु। तुम्हें स्वर्गर संपद को त्याग कल भिकारी रसरे जगते बुलिल मन जीवन बचाइबा अपना जीवन आहुति देल। आज मुझे बुझी पारिछि कि प्रभु
ମୁଁ ଜାଣିପାରିଛି କି ପ୍ରଭୁ ତୁମର ସେଇ ବଳିଦାନକୁ ମୁଁ ବୁଝିପାରିଛି କି ମୁଁ ଜାଣିପାରିଛି କି ପ୍ରଭୁ ଯଦି ମୁଁ ବୁଝିପାରି ନାହିଁ ଯଦି ମୁଁ ଜାଣିପାରି ନାହିଁ ମତେ ବୁଝିବାକୁ ଦିଅ ଜାଣିବାକୁ ଦିଅ ପ୍ରଭୁ। ଏହି 2026 ସାଲ ମୁଁ କେମିତି ଅତିବାହିତ କରିବି ପ୍ରଭୁ। ସଦା ସର୍ବଦା ଶତ୍ରୁ ସୈତାନ ମୋ ପାଖରେ ମୋ ପ୍ରାଣ ସହିତ ଖେଳୁଛି ପ୍ରଭୁ। ମୁଁ ଆପଣ ପ୍ରାଣ କେମିତି ବଞ୍ଚାଇବି ପ୍ରଭୁ। ପାପ ବଳରୁ ଅଧର୍ମର ବଳରୁ ମୁଁ କେମିତି ବଞ୍ଚାଇବି ପ୍ରଭୁ। ତୁମେ ମୋର ସପକ୍ଷ ନହେଲେ ତୁମେ ଆପଣର ଜୀବନ ଆହୁତି ଦେଇଛ ମୋ ଜୀବନକୁ ବଞ୍ଚାଇବା ପାଇଁ। ଏହି ଆଶାରେ ମୁଁ ତୁମ କତିରେ ସମର୍ପିତ ପ୍ରଭୁ। ମୋ ପ୍ରାଣ ସର୍ବସ୍ୱ ତୁମ ହସ୍ତରେ ସମର୍ପଣ କରୁଛି। ଏହି ସ୍ଥାନରେ ତୁମ ରକ୍ତରେ କ୍ରୀତ ତୁମ ଲୋକମାନେ ନୂତନ ବର୍ଷ ପ୍ରତିପାଳନ କରିବା ଉଦ୍ଦେଶ୍ୟରେ ଉପସ୍ଥିତ ପ୍ରଭୁ। ଗତ ବର୍ଷ କଣ ହେଇଛି ନ ହେଇଛି কিভাবে ভাବରେ ଜୀବନ ଯାପନ କରିଛୁ କି ନ କରିଛୁ ତାହା ତୁମେ ଜାଣିଛ ପ୍ରଭୁ। ସମସ୍ତ ତ୍ରୁଟି ଭୁଲ ମାର୍ଜନା କରି ଏହି ବର୍ଷ ହେଲେ ଆମମାନଙ୍କୁ ପବିତ୍ର ଭାବରେ ଜୀବନ ଯାପନ କରିବାକୁ ଦିଅ। ବାଧ୍ୟତାମୂଳକ ଜୀବନ ଯାପନ କରିବାକୁ ଦିଅ ପ୍ରଭୁ। ତୁମ ଲୋକମାନଙ୍କୁ କୁନି କୁନି ଛୁଆଠାରୁ ବୃଦ୍ଧ ସମସ୍ତଙ୍କୁ ତୁମ ହସ୍ତରେ ସମର୍ପଣ କରୁଛି। ତୁମେ ଦୟାକର ବର୍ତ୍ତମାନ ସମୟରେ ମୁଁ ତୁମକୁ ଆହ୍ୱାନ କରୁଛି ପ୍ରଭୁ। ତୁମେ ଉପସ୍ଥିତ ହୋଇ ଆମମାନଙ୍କୁ ଏହି ବର୍ଷର ଆବଶ୍ୟକ ବିଷୟ ଯୋଗା। ଯୀଶୁଙ୍କ ନାମରେ ପ୍ରାର୍ଥନା କଲି, ଆମେନ୍। ହାଲେଲୁୟା, ହାଲେଲୁୟା। ଆଜିର ଶାସ୍ତ୍ରାଂଶ ପ୍ରୋଗ୍ରାମରେ କ'ଣ ଅଛି ଟିକେ ପଢ଼ିବେ। ହଁ ହଁ ହଁ, ହାଲେଲୁୟା। କୋଉଠି ଲେଖା ଅଛି ଏଟା? ପୁଣି ତୁମ୍ଭେ ମାନେ ଶୁଣନ୍ତୁ, ହଲଚଲ ହେଲେ ମୁଁ ବସି ପଡ଼ିବି। ମୁଁ ଜାଣେ ଓପେନ୍ ମିଟିଂ ବଡ଼ କଷ୍ଟ, ଡିସିପ୍ଲିନ୍ ମେଣ୍ଟେନ୍ କରିହେବ ନାହିଁ ଓପେନ୍ ମିଟିଂ। ସେଥିପାଇଁ ଚାରି ଚତୁର୍ ଦିଗରେ ବାଡ଼ ନିହାତି ଦେବା ଦରକାର। ଏମିତି ଆପଣ ଓପେନ୍ ରଖିଲେ କାର ମନ କୁକୁଡ଼ା ପଟ ପଡ଼ିବ, କାର ମନ କୁକୁର ଛୁଆ ପଟ ପଡ଼ିବ, କାର ମନ କିଏ ଗୋଟେ ପଶୁଛି ବାହାରୁଛି ଉଠୁଛି ବସୁଛି ତା ଉପରକୁ ପଡ଼ିବ। ଏବେ ମୋ ସାମ୍ନାରେ ପୁରା ହେଇଟି ଲାଷ୍ଟ ମୁଣ୍ଡାଳି ଦେଖାଯାଉଛି, ମୋର ଆଖି ତ ପଳେଇବ ନା ସେପଟ, ଡିଷ୍ଟର୍ବ ହବ କି ନାହିଁ। ତେଣୁ ମିଟିଂ ପ୍ଲେସଟାକୁ ବାଉଣ୍ଡ୍ରି ନିହାତି ଦରକାର। ବୁଝିପାରୁଛନ୍ତି କି ନାହିଁ? ଆମେ ତ ଯୀଶୁ ନୁହଁ ନା ଯେ ଶକ୍ତିରେ ଲୋକମାନଙ୍କୁ ଆକର୍ଷଣ କରି ବସେଇ ପାରିବ। ତେଣୁ ସାବଧାନ। এইটা এই নূতন বর্ষর উপযুক্ত বাক্য। এইভাবে এটি লেখা ଅଛି, ପୁଣି ତୁମ୍ଭେମାନେ ବହୁକାଳ ସଞ୍ଚିତ ପୁରାତନ ଶସ୍ୟ ଭୋଜନ କରିବ ଓ ତୁମ୍ଭେମାନେ ନୂତନ ଶସ୍ୟ ହେତୁ ପୁରାତନ ଶସ୍ୟ ବାହାର କରିବ। ଇଏ ହେଉଛି ପରମେଶ୍ୱରଙ୍କର ପ୍ରତିଜ୍ଞା ଯୁକ୍ତ ଭାବବାଣୀର ବାକ୍ୟ। ବହୁ ଦୂର ନିରୀକ୍ଷଣ କରି ପ୍ରଭୁ ଏ କଥା କହିଛନ୍ତି। ସେ କାଳରେ ଇସ୍ରାଏଲୀୟ ମାନଙ୍କ ଉପରକୁ, ଏ କାଳରେ ଆମ୍ଭମାନଙ୍କ ଉପରକୁ ଲାଗୁ ହେଲା ଭଳି ବାକ୍ୟ ପରମେଶ୍ୱର ଏଇଠି ଦେଇଛନ୍ତି।
या प्रोफेटिकल वर्ड बोली कहते इंग्राजी भाववाणी वाक्य प्रतिज्ञात्मक वाक्य हब हब माने फ्यूचर शब्द शस्य बाहर करिब माने फ्यूचर शब्द भोजन करिब माने भविष्य शब्द जो तो लगी वर्तमान प्रेजेंट टेंस को बुझाई नहीं सेठी फ्यूचर भविष्य जो दिन परमेश्वर यही वाक्य देले से दिन ठारू आज पर्यंत यही वाक्यर प्रभाव पड़ुछि बुझिपारुछन्ति प्रोफेटिकल आपन परमेश्वर देइछन्ति याको प्रतिज्ञा युक्त वाक्य बोली कहुछाय परमेश्वरंकर प्रतिज्ञा युक्त वाक्य सबुबेले सफल हुए सफल होबा सफल हेइछि मध्य कोई काल को निरीक्षण करी परमेश्वर यही वाक्य देइछन्ति मु आपनको पढ़िया पई कहबी जेहोशिया पुस्तक तार 5 पर्व 11 पद टिके पढ़िबे हाँ 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 तल पद 12 पद पढ़ना हाँ कहिबे हालेलुया एई थाए परमेश्वरंकर प्रतिज्ञात्मक वाक्य सफल हेउछि देशरू बाहरी आसिला बेलू परमेश्वर एक प्रांतर से वाक्य देले जो आम लेवी 26:10 पढ़िलु परमेश्वर इस्राएल मान प्रतिज्ञात्मक वाक्य देले भाववाणी वाक्य देले तमे जो खाद्य खाऊछ ताहा समाप्ति हेबार समय आछि किनान रे प्रवेश करने दिन पर्यंत इस्राएलिय माने एक खाद्य भोजन करुले कौन से माना 40 वर्ष काल इस्राएलिय माने माना भक्षण कर आसुले प्रिय माने सबुदिन से माने यही माना संग्रह करी भरण पोषण करुले 40 वर्ष काल परमेश्वर से प्रांतर मध्य कहले नुआ शस्य आसबार बेल होबे से शस्य आसब यही पुरातन शस्य जी अच्छी से बाहर कर समाप्त कर कारण जो दिन नूतन शस्य पाइब से दिन पुरातन शस्य लोप हम माना है पुरातन शस्य को बुझाए 40 वर्ष काल से खाइले प्रांतर जो दिन किनान रे पाद देले आश्चर्य कथा किनान रे 40 वर्ष पर जिते किनान रे पाद देले जेहोशिया को नेतृत्व पाद देले किनान देश रे प्रवेश कला परे इस्राएल माने से समय जो समय हुए तो शीत ऋतु हुए तो बसंत ऋतु हुए तो वर्षा ऋतु होता पारे किंबा शस्य अमल ऋतु होता पारे
সেই সময় সেমানে কিଣାନରେ ପାଦ ଦେଲେ। ଆଚ୍ଛା, ପିଜୁଳି ଫଳିବା ସମୟରେ ଯଦି ସେମାନେ ଆସିଥିବେ ମାନେ ପିଜୁଳି ଗଛରେ ପିଜୁଳି ଫଳିବା ଦେଖିଥିବେ, ଆଶ୍ଚର୍ଯ୍ୟ ହେଇଥିବେ, ୱାହ କିଣାନରେ ଗୋଟେ ଫଳ ଦେଖିବ ପିଜୁଳି। ହୁଏତ ଆମ୍ବ ସମୟରେ ଆସିଥିବେ, ଏଇ ଆମ୍ବ ପ୍ରାନ୍ତରରେ ତାଙ୍କୁ ମିଳିନାହିଁ ନା। କମଳା ଗଛ ଦେଖିଥିବେ, ବାପରେ କମଳା ଗଛ ଆମେ କେବେ ଦେଖିନୁ। 40 ବର୍ଷ କାଳ ଆମ ଆଖିରେ ପଡିନାହିଁ କମଳା କଣ, ପିଜୁଳି କଣ, ଆମ୍ବ କଣ। ଯେତେବେଳେ କିଣାନରେ ସେମାନେ ପାଦ ଦେଲେ, କିଣାନରେ ସେମାନେ ଦେଖିପାରୁଛନ୍ତି ନୂତନ ଫଳ, ନୂତନ ଶସ୍ୟ, ଗହମ ଦେଖିପାରୁଛନ୍ତି, ବାର୍ଲି ଦେଖିପାରୁଛନ୍ତି, ଅନେକ ଶସ୍ୟ ଦେଖିପାରିଲେ। ଆପଣ ଯଦି ଏଠି ଦେଖିବେ ସେଇ 12 ପଦରେ ପୁଣି ଦେଶର ପୁରାତନ ଶସ୍ୟ ଭୋଜନ କରିବାର ପରଦିନ ଆଜି ସେମାନେ କିଣାନରେ ପହଞ୍ଚିଲେ। ପହଞ୍ଚିଲା ପରେ କୋଉଠିକି ଯିବେ, କାହା ପାଖକୁ ଯିବେ ଖାଇବା ଧାନ କିଣିବା ପାଇଁ କି ଗହମ, ସେମାନଙ୍କୁ ଜଣା ନାହିଁ କୋଉଠି ମିଳିବ କଣ। ତେଣୁ ପ୍ରଭୁ ସେମାନଙ୍କୁ କହିଥିଲେ କିଣାରରେ ପହଞ୍ଚିବା ପର୍ଯ୍ୟନ୍ତ ମାନା ଟିକେ ସଂଗ୍ରହ କରି ରଖିଦେବ। ଆଉ ସଂଗ୍ରହ କରି ରଖିଥିଲେ ସେମାନେ। ଯେତେବେଳେ କିଣାନରେ ପଶିଲେ, ସେମାନେ କିଣାନୀୟ ମାନଙ୍କର ଶସ୍ୟ କିଣିଲେ। ହାଲେଲୁୟା। ପରମେଶ୍ୱରଙ୍କର ପ୍ରତିଜ୍ଞା ଯୁକ୍ତ ବାକ୍ୟ କିଣାନରେ ସଫଳ ହେଉଛି। ଯେଉଁଦିନ ସେମାନେ ନୂତନ ଶସ୍ୟ ପାଇଲେ, ଧାନ ଫସଲ କଟା ହେଇ ମନ୍ଥା ହେଲା ପରେ ଜମିଦାର ମାନେ ଯୋଉମାନଙ୍କର ଧାନ ବିଲ ଅଛି, ନୂଆ ଶସ୍ୟ ରଖିବା ପାଇଁ ପୁରୁଣା ଧାନ ବିକନ୍ତି ନା ନାହିଁ? ବିକନ୍ତି କି ନାହିଁ? ଜାଣିଛନ୍ତି କି ନାହିଁ? ଟିକେ ହଁ ବୋଲି କୁହନ୍ତୁ। ପିଠା ଖାଇଛନ୍ତି କି ନା? ଭାଜିଲା ପିଠା ମୁଁ ତ ଖାଇନି, ନାଇଁ କି? ମତେ ଶୁଣା କେକେ ସିଂରେ ମୋ ବାପା ବୁଲୁଥିବ ସୌରା ସାହି ମାନଙ୍କୁ, ତ ସେ ଆସି କହିବ ଗାଁରେ ପୁରୁଣା ଧାନ ଅମକ ଲୋକ ବିକୁଛି। କାହିଁକି ଜଣେ ପୁରୁଣା ଧାନ ବିକେ? ଯେହେତୁ ତାର ଗୋଲାକୁ ଖାଲି କରିବାର ଅଛି। କାହିଁକି? ନୂଆ ଶସ୍ୟ, ନୂଆ ଧାନ ରଖିବାକୁ ପଡିବ, ନାଇଁ କି? ହଁ, ଠିକ କଥା ଏଠି ଲେଖାଗଲା। ପରମେଶ୍ୱର କିଣାନ ଦେଶରେ ପ୍ରବେଶ କରିବା ମାତ୍ରକେ ଏଇମାନେ ନୂଆ ଶସ୍ୟ ଖାଇବେ। ଯେହେତୁ କିଣାନୀୟ ମାନେ ସେଇ ପୁରୁଣା ଶସ୍ୟକୁ ବାହାର କରିଦେବେ ନୂଆ ଶସ୍ୟ ରଖିବା ପାଇଁ। ବୁଝିପାରୁଛନ୍ତି? ନୂତନ ଭାବରେ ଏମାନଙ୍କ ପାଇଁ ଏକ ନୂଆ ଶସ୍ୟ। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ତାର ପରଦିନ ଏଠି ଲେଖାଗଲା, କରିବାର ପରଦିନ ମାନା ନିବୃତ ହେଲା। ମାନା ବସିଲା ନାହିଁ। ଆବଶ୍ୟକ କଣ ଅଛି? ଏପଟେ ତ ଶସ୍ୟ ଅଲରେଡି ଆଭେଲେବଲ, କୋଉଠି? କିଣାନରେ। ବୁଝିପାରିଲେ? ସେଥିପାଇଁ ମାନା ଆଉ ବସିଲା ନାହିଁ। ଗହମ ଆରମ୍ଭ